हेलो फ्रेंड्स ओडिशा होमगार्ड रे एक बहुत बड़ा नियुक्ति आई जमी देखो देखिए डिस्ट्रिक्ट वाइज सब डिस्ट्रिक्ट रे पोस्ट आसी कौन कौन एलिजिबिलिटी मागिची कौन कौन माने शिक्षागत योग्यता मागिची कौन कौन क्वालिफिकेशन सब डिटेल्स देखा देखो तौक स्क्रोल करेंगे जो होमगार्ड नियुक्ति आसी देखो यहाँ सब डिस्ट्रिक्ट आसी कि बर्तमान सुधा केवल माने कंधमाल डिस्ट्रिक्ट माने बर्तमान सुधा जो नोटिफिकेशन आसी केवल कंधमाल डिस्ट्रिक्ट आसी ଆଉ ପୁରୀ ଡିଷ୍ଟ୍ରିକ୍ଟ ପାଇଁ ଆସିଛି ଦେଖନ୍ତୁ ବର୍ତ୍ତମାନ ଦୁଇଟା ଡିଷ୍ଟ୍ରିକ୍ଟ ପାଇଁ ନୋଟିଫିକେସନ୍ଟି ଆସିଛି ମାନେ କେତେ ପୋଷ୍ଟ ଅଛି ଦେଖିବା ଏ ଦୁଇଟା ଡିଷ୍ଟ୍ରିକ୍ଟରେ କିଭଳି ଆପ୍ଲାଏ କରିବେ କ୍ୱାଲିଫିକେସନ୍ କ'ଣ ଡିଟେଲ୍ସଟା ଦେଖିବା ବର୍ତ୍ତମାନ ଦେଖନ୍ତୁ ମୂଳରୁ କହୁଛି ସବୁ ଡିଷ୍ଟ୍ରିକ୍ଟ ପାଇଁ ପୋଷ୍ଟ ଅଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେଉଁ ନୋଟିଫିକେସନ୍ଟି ଆସିଛି କେବଳ ପୁରୀ ଆଉ କନ୍ଧମାଳ ଡିଷ୍ଟ୍ରିକ୍ଟ ପାଇଁ ନୋଟିଫିକେସନ୍ ଆସିଛି ମନେ ରଖିଥାନ୍ତୁ ସେଇ ଅନୁସାରେ ପ୍ରିପାରେସନ୍ ହୁଅନ୍ତୁ। ଏବେ ଦେଖନ୍ତୁ ଟିକେ ଆଲୋଚନା କରୁନା କ'ଣ କ'ଣ ଏଜୁକେସନ୍ କ୍ୱାଲିଫିକେସନ୍ ମାଗୁଛି ତାପରେ ଦେଖିବା କେଉଁ କେଉଁ ପୋଲିସ୍ ଷ୍ଟେସନରେ ପୋଷ୍ଟଟି ଆସିଛି ନା ଦେଖନ୍ତୁ ନା ଏଠାରେ ମାଗୁ ଯଦି ଆପଣ ମିନିମମ୍ ପଞ୍ଚମ ପାସ୍ କରିଥିବେ କ୍ୟାଣ୍ଡିଡେଟ୍ ମଷ୍ଟ ହାଭ୍ କମ୍ପ୍ଲିଟ୍ ଆଟଲିଷ୍ଟ 5th ଷ୍ଟାଣ୍ଡାର୍ଡ଼ ମାନେ ପଞ୍ଚମ ପାସ୍ କରିଥିବେ ତାହେଲେ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ ଦେଖନ୍ତୁ 20ରୁ 60 ବର୍ଷ ଭିତରେ ହେଇଥିଲେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ। ଆଉ ଆପଣ ଯଦି ଓଡ଼ିଆ ଲାଙ୍ଗୁଏଜ୍ କହିପାରୁଥିବେ ଲେଖିଛି କ'ଣ ଲାଙ୍ଗୁଏଜ୍ ରେଫରେନ୍ସ କ'ଣ ଲେଖିଛି ନା ଓଡ଼ିଆ ଲାଙ୍ଗୁଏଜ୍ କହିପାରୁଥିବେ ଶୁଣିପାରୁଥିବେ ଓ ଲେଖିପାରୁଥିବେ ତାହେଲେ ଏତିକି ଜିନିଷ ହେଲେ ଆପଣ ଏଥିରେ ଆପ୍ଲାଏ କରିପାରିବେ। କାରଣ ସବୁ ଡିଷ୍ଟ୍ରିକ୍ଟରେ ପୋଷ୍ଟ ଆସିବ ମୁଁ କହୁଛି ସେଇ ଅନୁସାରେ ପ୍ରିପାରେସନ୍ ହୁଅନ୍ତୁ। ବର୍ତ୍ତମାନ ଯେଉଁ ପୋଷ୍ଟଟା ଆସିଛି କନ୍ଧମାଳ ଆଉ ଆମର ପୁରୀ ଡିଷ୍ଟ୍ରିକ୍ଟ ଟିକେ ଦେଖିନେବା ପୁରୀ ବର୍ତ୍ତମାନ ପୁରୀ ଦେଖିବା ପୁରୀରେ କେଉଁ ଡିଷ୍ଟ୍ରିକ୍ଟରେ ଆସିଛି ତାପରେ କନ୍ଧମାଳ ଦେଖିବା ତ ନୋଟିଫିକେସନ୍ PDF ଲେଖିଛି ନୋଟିଫିକେସନ୍ PDF ଉପରେ କ୍ଲିକ୍ କରିବେ ନହେଲେ ଏଇ ନୋଟିଫିକେସନ୍ଟା ମୋତେ ଲିଙ୍କ୍ ବି ମୁଁ ନହେଲେ ଦେଇଦେବି ଡେସ୍କ୍ରିପ୍ସନ୍ରେ ନହେଲେ ଆପଣଙ୍କୁ ଦେଖେଇ ଦେଉଛି ନୋଟିଫିକେସନ୍ PDF ଉପରେ କ୍ଲିକ୍ କରିବା ନା ଏବେ ଦେଖନ୍ତୁ ନୋଟିଫିକେସନ୍ଟି ଓପନ୍ ହେଇଗଲା ତ ପୁରୀ ଡିଷ୍ଟ୍ରିକ୍ଟ ଏଇଟା କେବଳ ପୁରୀ ପିଲାଙ୍କ ପାଇଁ ଦେଖନ୍ତୁ ଆଗ ଆପଣମାନେ ବି ଦେଖିନିଅନ୍ତୁ କିଭଳି କେତେ କ'ଣ ଆସୁଛି ପ୍ରତି ଡିଷ୍ଟ୍ରିକ୍ଟରେ 50-60 ପୋଷ୍ଟ ଆସୁଛି ଦେଖନ୍ତୁ ପୁରୀ ଡିଷ୍ଟ୍ରିକ୍ଟ ଟୋଟାଲ୍ କେତୋଟି ପୋଷ୍ଟ ଆସିଛି କାରଣ ଏଇଟା ପୁରୀ ଜିଲ୍ଲା ପାଇଁ ରହିଛି ଟୋଟାଲ୍ କେତେ ପୋଷ୍ଟ ରହିଛି ଦେଖନ୍ତୁ ପୁରୀ ଜିଲ୍ଲା ପାଇଁ ଟୋଟାଲ୍ 82ଟି ପୋଷ୍ଟ ରହିଛି ଦେଖନ୍ତୁ ପୁରୀ କେବଳ ପୁରୀ ଜିଲ୍ଲା ପାଇଁ କେବଳ 82ଟି ପୋଷ୍ଟ ଅଛି ଏଥିରେ କେବଳ ପୁରୀ ପିଲା ହିଁ ଆପ୍ଲାଏ କରିପାରିବେ କାରଣ ଯେଉଁ ଡିଷ୍ଟ୍ରିକ୍ଟରେ ଯେତିକି ପୋଷ୍ଟ ଅଛି ସେଇ ଡିଷ୍ଟ୍ରିକ୍ଟ ସେମାନେ ସେଇ ଜିଲ୍ଲାର ପିଲା ହିଁ ଆପ୍ଲାଏ କରିପାରିବେ। ଦେଖନ୍ତୁ ଏଟା ମେନସନ୍ କରିଛି କି ଆବେଦନକାରୀ ପୁରୀ ଜିଲ୍ଲାର ଯେକୌଣସି ଅଞ୍ଚଳରେ ହୋଇଥିବା ଆବଶ୍ୟକ ପୁରୀ ଜିଲ୍ଲା ଆପଣଙ୍କ ଡିଷ୍ଟ୍ରିକ୍ଟ ହେଇଥିବ ଆଧାର କାର୍ଡ଼ରେ ମେନସନ୍ ହେଇଥିବ ତ ଆପଣ ଆପ୍ଲାଏ କରିପାରିବେ ଅଲଗା ପିଲା ଏଥିରେ ଆପ୍ଲାଏ କରିପାରିବେ ନାହିଁ କେବଳ ପୁରୀ ଡିଷ୍ଟ୍ରିକ୍ଟ କାରଣ ସବୁ ଡିଷ୍ଟ୍ରିକ୍ଟରେ ପୋଷ୍ଟ ଆସିବ ମୂଳରୁ କହିଛି ବର୍ତ୍ତମାନ ପୁରୀ ଆଉ କନ୍ଧମାଳ ଡିଷ୍ଟ୍ରିକ୍ଟରେ ବର୍ତ୍ତମାନ ସୁଦ୍ଧା ଆସିସାରିଛି ନୋଟିଫିକେସନ୍ ଆସିସାରିଛି ସେମିତି ସବୁ ଡିଷ୍ଟ୍ରିକ୍ଟରେ ଆସିବ ଡିଷ୍ଟ୍ରିକ୍ଟ ୱାଇଜ୍ ଆଇଲେ ଆପଣଙ୍କୁ ମଧ୍ୟ ବତେଇଦେବି। ଏବେ ଦେଖନ୍ତୁ ପୁରୀରେ କେଉଁ କେଉଁ ଏରିଆରେ ଆସିଛି ନା ଦେଖନ୍ତୁ ପୁରୀରେ ଗୋଟେ ହୋମଗାର୍ଡ଼ ଆସି 65ଟା ପୁରୁଷ ଦରକାର 3ଟା ମହିଳା ଦରକାର ଆପଣଙ୍କ ବୟସ ସୀମା କେତେ ମାଗିଛି ନା 20ରୁ 60 ବର୍ଷ ଭିତରେ ହେଇଥିଲେ ଆପଣ ଏ ପୋଷ୍ଟରେ ଆପ୍ଲାଏ କରିପାରିବେ ଆଉ ଆବେଦନକାରୀ ଓଡ଼ିଆ ଭାଷା କହିପାରୁଥିବା ଦରକାର ଶୁଣିପାରୁଥିବା ଦରକାର ଏଇସବୁ ରଖିଛି ଆଉ କିଛି ରଖିନି ସେମିତି ଜେନେରାଲ୍ରେ ମାରାଇନ୍ରେ ପିସିରେ ଅଛି ହୋମଗାର୍ଡ଼ ମାରାଇନ୍ ପିସି ସାମୁଦ୍ରିକ ଯେଉଁଟା ରହିଲା ସେଥିପାଇଁ ଲାଗୁଛି 12 ଜଣ ପୁରୁଷ ହିଁ କେବଳ ଦରକାର ଯେଉଁଟା ମାରାଇନ୍ ରହୁଛି ଯେଉଁଟା ମାରାଇନ୍ ପୋଲିସ୍ ଷ୍ଟେସନ୍ ରହୁଛି ସମୁଦ୍ର କୂଳ ପାଖରେ ଏଇଟା ସେଥିପାଇଁ 12ଟା ମାଗିଛି ଆଉ ଗୋଟେ ଲାଇଫ୍ ଗାର୍ଡ଼ ମଧ୍ୟ ହୋମଗାର୍ଡ଼ ମାଗିଛି ଦେଖନ୍ତୁ ଲାଇଫ୍ ଗାର୍ଡ଼ ପାଇଁ ମଧ୍ୟ ହୋମଗାର୍ଡ଼ କେତେ ଜଣ ମାଗିଛି 2 ଜଣ ପୁରୁଷ ସେମିତି ଆବେଦନକାରୀ କେବଳ ପୁରୀ ପିଲା ଏଇଟା କେବଳ ପୁରୀ ପିଲାଙ୍କ ପାଇଁ ମୁଁ କହୁଛି କେବଳ ପୁରୀ ପିଲା ହିଁ ଏଥିରେ ଆପ୍ଲାଏ କରିପାରିବେ। ଟୋଟାଲ୍ 82ଟି ପୋଷ୍ଟ ଅଛି ଦେଖନ୍ତୁ ଟୋଟାଲ୍ 82ଟି ପୋଷ୍ଟ ଅଛି କିଭଳି ଆପ୍ଲାଏ ହେବ ବର୍ତ୍ତମାନ ଆପ୍ଲାଏ ପ୍ରୋସେସ୍ କିଛି ଆସିନି କି ମନେ ରଖିଥାନ୍ତୁ କେବଳ ଏକ୍ଜାମ୍ ରହିବା ଗୋଟେ ମୁଁ କହିଦେଇଥିଲି କ'ଣ ଆପ୍ଲାଏ ପ୍ରୋସେସ୍ ଏବଂ ଦେଖନ୍ତୁ ଏଇ ତଳେ ଗୋଟେ ଆପ୍ଲିକେସନ୍ ଫର୍ମ ଅଛି ଏଇ ଫର୍ମରେ ହିଁ ଆପ୍ଲାଏ କରାହେବ କାରଣ ଲେଖିଛି ଇଚ୍ ଆପ୍ଲିକାଣ୍ଟ ଇଜ୍ ରିକ୍ୱାର୍ଡ଼ ଟୁ ଫିଲ୍ ହିଜ୍ ଫର୍ମ ଇନ୍ ଡୁପ୍ଲିକେଟ୍ ମାନେ ଏଇଭଳିଆ କିଛି ପ୍ରିଣ୍ଟ ଆଉଟ୍ କାଢ଼ିକି ଆପଣ ଫର୍ମ ଫିଲ୍ଅପ୍ କରିକି ପୋଷ୍ଟାଲ୍ ଆଡ୍ରେସ୍ରେ ପଠାଇବେ କି ମେଲ୍ କରିବେ ଏସବୁ ମୁଁ ଆପଣଙ୍କୁ କହିଦେବି ବର୍ତ୍ତମାନ ତ କିଛି ଆସିନାହିଁ ମାନେ କିଭଳି ଆପ୍ଲାଏ ହେବ। ଏବେ ଆସନ୍ତୁ ଦେଖିବା କନ୍ଧମାଳ ଡିଷ୍ଟ୍ରିକ୍ଟରେ ସେମିତି କେତେ ପୋଷ୍ଟ ଅଛି ଆପଣମାନେ ଦେଖି ନିଅନ୍ତୁ କି ଆପଣଙ୍କ ଡିଷ୍ଟ୍ରିକ୍ଟରେ ମିନିମମ୍ 50+ ପୋଷ୍ଟ ଆସିବ ସବୁ ଡିଷ୍ଟ୍ରିକ୍ଟରେ 100 ପାଖାପାଖି ପୋଷ୍ଟ ଅଛି ଯେମିତି ପୁରୀରେ ଆଇଲା 82ଟି ପୋଷ୍ଟ। ଏବେ ଆସନ୍ତୁ ଦେଖିବା କନ୍ଧମାଳରେ କେତେ ପୋଷ୍ଟ ଅଛି ନା ବ୍ୟାକ୍ କରିବେ ଦେଖନ୍ତୁ ଏଇଟା ମୁଁ କହିଛି କେବଳ ପୁରୀ ଆଉ କନ୍ଧମାଳ ଡିଷ୍ଟ୍ରିକ୍ଟରେ ବର୍ତ୍ତମାନ ଆସିଛି ଏଇ କନ୍ଧମାଳ ଡିଷ୍ଟ୍ରିକ୍ଟ ସେଇଟା ବି ଚେକ୍ କରିପାରିବେ ନୋଟିଫିକେସନ୍ PDF ଲେଖି ତାପରେ କ୍ଲିକ୍ କରିବେ ଦେଖନ୍ତୁ ବର୍ତ୍ତମାନ ସାଇଟ୍ଟି ଓପନ୍ ହେଇଗଲା ନୋଟିଫିକେସନ୍ ଉପରେ କ୍ଲିକ୍ କଲେ এইଭଳି କିଛି ପେଜ୍ ଓପନ୍ ହେବ ଦେଖନ୍ତୁ ଏଠାରେ ମେନସନ୍ କରାଯାଇଛି ଓଡ଼ିଶା ହୋମଗାର୍ଡ଼ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର କନ୍ଧମାଳ ଏଇ ଯେଉଁ ପୋଷ୍ଟଟା ଦେଖିବା କେତୋଟି ପୋଷ୍ଟ ଅଛି ଏଇଟା କେବଳ କନ୍ଧମାଳ ପାଇଁ କାରଣ ମୁଁ କହି ସବୁ ଡିଷ୍ଟ୍ରିକ୍ଟରେ ଆସିଛି ବର୍ତ୍ତମାନ ପୁରୀ ଡିଷ୍ଟ୍ରିକ୍ଟ ଆମେ ଦେଖି ସାରିଲେ ବର୍ତ୍ତମାନ ଦେଖିବା କନ୍ଧମାଳ ଆଉ ଅଲଗା ଡିଷ୍ଟ୍ରିକ୍ଟରେ କିଛି ଆସିନି ଟୋଟାଲ୍ 66ଟି ପୋଷ୍ଟ ଦେଖନ୍ତୁ ତଳକୁ ସ୍କ୍ରୋଲ୍ କରିବେ 3 ନମ୍ବର ପେଜ୍ ଅଛି ଟୋଟାଲ୍ କେତୋଟି ପୋଷ୍ଟ ଆସିଛି ନା 60ଟି ପୋଷ୍ଟ ଦେଖନ୍ତୁ କନ୍ଧମାଳ ଡିଷ୍ଟ୍ରିକ୍ଟ ଟୋଟାଲ୍ 60ଟି ପୋଷ୍ଟ ଆସିଛି ଯେମିତି ପୁରୀରେ ଆସିଥିଲା କେତେଟା ନା 80ଟା ସେମିତି କନ୍ଧମାଳରେ ଆସି 60ଟି ପୋଷ୍ଟ ଆସିଛି କେଉଁ କେଉଁ ଥାନାରେ ବି ଆସିକି ଦେଖନ୍ତୁ ସେ ଥାନାର ନାଁ ମେନସନ୍ କରାଯାଇଛି କ'ଣ କ'ଣ କେଉଁ ଥାନାରେ କେତେ କେତେ ହୋମଗାର୍ଡ଼ ଦରକାର ବି ମେନସନ୍ କରାଯାଇଛି ଆପଣ ଚାହିଁଲେ ବି କନ୍ଧମାଳ ଡିଷ୍ଟ୍ରିକ୍ଟ ଯେତେବେଳେ ଦେଖିନେବେ ସେମିତି ଏଠାରେ ଦେଖନ୍ତୁ
ଗୋଟେ ଭବାନୀପାଟଣା ଟାଉନ୍ ଥାନା ଅଛି, ସେଥିରେ 8ଟି ହୋମଗାର୍ଡ଼ ଦରକାର। ଭବାନୀପାଟଣା ସଦର ପାଇଁ 6ଟି ପିଲା। ଏଇଟା କେବଳ କନ୍ଧମାଳ ପିଲା ହିଁ ଆପ୍ଲାଏ କରିପାରିବେ। ମୁଁ କହୁଛି ଓଡ଼ିଶା ପିଲା ନୁହେଁ, କେବଳ କନ୍ଧମାଳ ଡିଷ୍ଟ୍ରିକ୍ଟ, କାରଣ ସବୁ ଡିଷ୍ଟ୍ରିକ୍ଟରେ ଆସିବ, ସବୁ ଡିଷ୍ଟ୍ରିକ୍ଟ ପିଲା ଆପ୍ଲାଏ କରିପାରିବେ। ପୁରୀ ଡିଷ୍ଟ୍ରିକ୍ଟରେ 80ଟା ପୋଷ୍ଟ ଅଛି, ପୁରୀ ପିଲା ହିଁ ଆପ୍ଲାଏ କରିବେ। ପୁରୀ ଡିଷ୍ଟ୍ରିକ୍ଟରେ ଅଛି 80ଟା ପୋଷ୍ଟ, ତ ପୁରୀ ପିଲା ହିଁ ଆପ୍ଲାଏ କରିପାରିବେ। କିନ୍ତୁ କନ୍ଧମାଳ ଡିଷ୍ଟ୍ରିକ୍ଟରେ ଅଛି 60ଟା ପୋଷ୍ଟ, କେବଳ କନ୍ଧମାଳ ପିଲା ହିଁ ଆପ୍ଲାଏ କରିପାରିବେ। ସେମିତି କେସିଙ୍ଗାରେ ଆସି ଦେଖନ୍ତୁ, କେସିଙ୍ଗାରେ ଅଛି 9ଟି ପୋଷ୍ଟ, ନର୍ଲାରେ ଅଛି 7ଟି, ଲାଞ୍ଜିଗଡ଼ରେ ଅଛି 3ଟି, ଜୁନାଗଡ଼ରେ ଅଛି 9ଟି, ସେମିତି ସବୁ ଦେଖିନେବେ। ସବୁ ଥାନାରେ ଭ୍ୟାକେନ୍ସି ଆସିଛି। କିନ୍ତୁ ଗୋଲାମୁଣ୍ଡାରେ ଅଛି 2ଟି, କେଙ୍ଗାରେ ଅଛି 2ଟି, କୋକସାରରେ ଅଛି ଗୋଟାଏ, ଜୟପାଟଣାରେ ଅଛି 5ଟି, ଟୋଟାଲ୍ 60ଟି ପୋଷ୍ଟ ହୋମଗାର୍ଡ଼ରେ ଆସିଛି। ବର୍ତ୍ତମାନ ଆପ୍ଲାଏ ପ୍ରୋସେସ୍ ଆସିନାହିଁ। ଖାଲି ମନେ ରଖନ୍ତୁ, ମାନେ ଯେଉଁମାନେ ପ୍ରିପେୟାର ହେଉଛନ୍ତି ହୋମଗାର୍ଡ଼ ପାଇଁ, କାରଣ କ୍ୱାଲିଫିକେସନ୍ କେବଳ 5th କ୍ଲାସ୍ ପାଇଁ। ଯଦି ଆପଣ ପଞ୍ଚମ ଯାଏଁ ପଢ଼ିଥିବେ ତାହେଲେ ଆପ୍ଲାଏ କରିପାରିବେ। ତ ସେଥିପାଇଁ ଆପଣ ବହୁତ ପିଲା ଏଥିରେ ମଧ୍ୟ ଟ୍ରାଏ କରନ୍ତୁ, ଭଲ ସାଲାରୀ ବି ରହିବ। ଦେଖିନେବା ଆଉ ଟିକେ ଉପରକୁ ସ୍କ୍ରୋଲ୍ କରିବେ। ଓଡ଼ିଆରେ ଲେଖିଛି, ଚାହିଁଲେ ଆପଣ ବି ପଢ଼ି ନେବେ। ଦେଖନ୍ତୁ ଏଇଟା ଯେଉଁ ନୋଟିଫିକେସନ୍ଟା ଆସିଛି, କେବଳ କନ୍ଧମାଳ ଡିଷ୍ଟ୍ରିକ୍ଟ ପାଇଁ ଆସିଛି। ଦେଖନ୍ତୁ ସେଇ ହିସାବରେ ଆପଣ ପ୍ରିପାରେସନ୍ ନିଅନ୍ତୁ, କାରଣ ମୁଁ କହିଦେଉଛି ସବୁ ଡିଷ୍ଟ୍ରିକ୍ଟରେ ମିନିମମ୍ 50+ ପୋଷ୍ଟ ଆସିବ ଏବଂ ଏଥିରେ ବେଶୀ ପିଲା ଆପ୍ଲାଏ କରିବେ। କ'ଣ ପାଇଁ ନା 50+ ମାଗୁଛି ଏଜୁକେସନ୍ କ୍ୱାଲିଫିକେସନ୍, ବେଶୀ ସେମିତି ଏକ୍ଜାମିନେସନ୍ ବି ନାହିଁ, ଏତେ ଷ୍ଟ୍ରଙ୍ଗ ବି ନାହିଁ। ତ ସେଇ ଅନୁସାରେ ଆପଣ ପ୍ରିପାରେସନ୍ ହେଇଯାଆନ୍ତୁ। ବର୍ତ୍ତମାନ ପୁରୀ ଆଉ କନ୍ଧମାଳ ପିଲାମାନେ, ମୁଁ କହିଥିଲି ଯେମିତି ପୁରୀରେ ଆଇଲା 80ଟି ପୋଷ୍ଟ, କନ୍ଧମାଳରେ 60ଟି ପୋଷ୍ଟ, ସେଇ ଅନୁସାରେ ପ୍ରିପାରେସନ୍ ନେଇଯାଆନ୍ତୁ। ଏବଂ ଯେବେ ବି ଆପ୍ଲାଏ ପ୍ରୋସେସ୍ ଆସିଯିବ ମୁଁ ଆପଣଙ୍କୁ ବତେଇଦେବି। ବର୍ତ୍ତମାନ ସବୁ ପିଲା ସେଇ ଅନୁସାରେ ପ୍ରିପାରେସନ୍ ହେଇଯାଆନ୍ତୁ, ଟିକେ ଦୌଡ଼ାଦୌଡ଼ି କରନ୍ତୁ, କାରଣ ବହୁତ ଶୀଘ୍ର ସବୁ ଡିଷ୍ଟ୍ରିକ୍ଟ 2-3 ଦିନ ଭିତରେ ସବୁ ଡିଷ୍ଟ୍ରିକ୍ଟ ପାଇଁ ପୋଷ୍ଟ ଆସିଯିବ। ମୁଁ ଆପଣଙ୍କୁ ବତେଇଦେବି। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଡେସ୍କ୍ରିପସନ୍ରେ ଟେଲିଗ୍ରାମ ଲିଙ୍କ୍ ଦେଇ ଜଏନ୍ ହେଇଯାଆନ୍ତୁ। ଥ୍ୟାଙ୍କ୍ସ ଫର୍ ୱାଚିଂ।